ଆଜି ଆମେ କଥା ହେବା ସଫଳତାର କାରଣ। ଗୋଟିଏ ରାଜ୍ୟରେ ଅଜଣା ଜନ୍ତୁର ଉତ୍ପାତରେ ଲୋକେ ଆତଙ୍କିତ ହୋଇପଡ଼ିଲେ। ରାଜ୍ୟର ରାଜା ବଛା ବଛା ଶିକାରୀଙ୍କୁ ଡକାଇ ସେଇ ଜନ୍ତୁକୁ ମାରିବା ଲାଗି ନିୟୋଜିତ କଲେ। ଜନ୍ତୁଟି ଦିନରେ ଆକ୍ରମଣ କରୁଥିଲା ଓ ରାତିରେ ଦୁର୍ଗମ ପାହାଡ଼ ଖୋଲରେ ଶୋଇ ରହୁଥିଲା। ତେଣୁ ସ୍ଥାନୀୟ ଲୋକଙ୍କର କହିବାର କଥା ଥିଲା ଯେ ଶିକାରୀମାନେ କେବଳ ରାତିରେ ଗଲେ ହିଁ ତାକୁ ମାରିବାକୁ ସକ୍ଷମ ହେବେ। ବଛା ବଛା ଶିକାରୀମାନେ ସେହି କାମରେ ଗଲେ, କିନ୍ତୁ ସେମାନେ ବିଫଳ ହେଲେ। ରାଜା ବ୍ୟସ୍ତ ହୋଇ ସେମାନଙ୍କୁ ବିଫଳ ହେବାର କାରଣ ବାବଦରେ ପଚାରିଲେ। ସେହି ଗୋଟିଏ ଉତ୍ତର ମିଳୁଥିଲା ଯେ ବାଟ ଦୁର୍ଗମ, ପୁଣି ନିରନ୍ଧ ଅନ୍ଧକାର, ତେଣୁ ସେଥିରେ ତାଙ୍କୁ ଠାବ କରିବା ମାରିବା କଷ୍ଟକର। ଜନ୍ତୁଟି ଆଲୋକ ଦେଖିଲା ମାତ୍ରକେ ହିଁ ସକ୍ରିୟ ହୋଇଯାଉଛି ଓ ଲୁଚି ଯାଉଛି, ତେଣୁ ସାଙ୍ଗରେ ଆଲୋକ ନେଇଯିବା ବି ଅନୁଚିତ। ଏହି ସମୟରେ ଆସିଲା ଜଣେ ଯୁବ ଶିକାରୀ। ସେ ବି ବିଫଳ ହୋଇ ଆସିଥିଲା, କିନ୍ତୁ ତାର ବିଫଳତାର କାରଣ ଭାବେ ସେ ଯାହା କହିଲା ତାହା ଥିଲା ଅନ୍ୟମାନଙ୍କ ଠାରୁ ଭିନ୍ନ। ସେ କହିଲା, ଅନ୍ଧକାର ଭିତରେ ଦୁର୍ଗମ ବାଟରେ ଚାଲିବାର ସାମର୍ଥ୍ୟ ହାସଲ କରିବା ପରେ ମୋର ଯିବାଟା ଉଚିତ ହୋଇଥାନ୍ତା। ମୋ ଦୁର୍ବଳତା କାରଣରୁ ମୁଁ ବିଫଳ ହେଲି। ଆଉ କିଛି ଦିନ ପରେ ମୁଁ ପୁଣି ଆସି ଚେଷ୍ଟା କରିବି। ସାହସୀ ଯୁବକର ବହୁତ ସାହସ ଅଛି। ମୁଁ ପୁଣି ଚେଷ୍ଟା କରିବି। ଏବେ ରାଜାଙ୍କ ମନରେ ଆଶା ସଞ୍ଚାର ହେଲା। ଯୁବକଟି ମଧ୍ୟ କିଛି ଦିନ ପରେ ଫେରିଲା। ଏବେ ସେ ଅନ୍ଧକାର ମଧ୍ୟରେ ଦୁର୍ଗମ ବାଟ ଚାଲିବାରେ ଦକ୍ଷ ହୋଇଥିଲା। ସାମାନ୍ୟ ଶବ୍ଦ ହେଲେ ଲକ୍ଷ୍ୟ ସାଧି ତାହା ଭେଦ କରିପାରୁଥିଲା। ଏବେ ସେ ସେହି ଜନ୍ତୁକୁ ଶିକାର କରିବାରେ ସଫଳ ହେଲା। ରାଜା ତାକୁ ପୁରସ୍କାର ଦେଲେ ଓ କହିଲେ, ତୁମେ ଯେତେବେଳେ ହୃଦୟଙ୍ଗମ କଲ ଯେ ବିଫଳତାର କାରଣ ଅନ୍ୟ କୌଣସି କାରଣ ନୁହେଁ, କେବଳ ତୁମର ଦୁର୍ବଳତା। ମୁଁ ଆଶାବାଦୀ ଥିଲି ଯେ ତୁମେ ହିଁ ଦିନେ ସଫଳ ହେବ। ଇଏ ହେଉଛି ସଫଳତାର କାରଣ। ମେନ୍ ମୋରାଲ ହେଉଛି ଅନ୍ୟର ଦୁର୍ବଳତା ନିଜେ ନ ପାରିବାର, ନିଜେ ପାରିବନି, ନିଜର ଦୁର୍ବଳତା ନିଜକୁ ନିଜେ ପରଖ, ତାପରେ ଯାଇକି ସଫଳତା ନିହାତି ଆସିବ। ନିଜ ଦୁର୍ବଳତା ଆକ୍ସେପ୍ଟ କର, ତାପରେ ସେଇଟା ଉପରେ କାମ କର। ନିଜ ଦୁର୍ବଳତା ଉପରେ କାମ କଲେ ନିହାତି ତମେ ସଫଳ ହବ। ଆଉ ଏଠିକି ଭୁଲ ଦେଇଦେବା, ତାକୁ ଭୁଲ ଦେଇଦେବା, ୟାକୁ ଭୁଲ ଦେଇଦେବା, ସେଟା ଠିକ ନୁହେଁ। ନିଜ ଦୁର୍ବଳତାକୁ ଦେଖ, ତାପରେ ସାହସ ନିଅ, ପୁଣି ସଫଳତା ହାସଲ କର। ଏଇଟା ହିଁ ସଫଳତାର ଚାବିକାଠି। ନହେଲେ ଆମର ଅଛି ପ୍ରକୃତି, ସମସ୍ତ ପ୍ରାୟ 80-90 ଲୋକ ଖାଲି କହିଦେବେ ସେ ଏଇଟା ପାଇଁ ହେଇପାରିଲାନି, ସେଟା ପାଇଁ ହେଇପାରିଲାନି, ଏମିତି ସବୁ କାରଣ ଦେଖେଇଦେବେ, କିନ୍ତୁ ନିଜ ଦୁର୍ବଳତା କେହି ଆକ୍ସେପ୍ଟ କରନ୍ତିନି। ଏଣୁ ନିଜ ଦୁର୍ବଳତାକୁ ଆକ୍ସେପ୍ଟ କର, ତାପରେ ଯାଇକି ସଫଳତା ଆସିବ। ଜୟ ଜଗନ୍ନାଥ, ଜୟ ଶ୍ରୀରାମ। ସବସ୍କ୍ରାଇବ କରିଦେବେ ଭଲ ଲାଗିଲେ।